मो न्याय पाए सर अभिनय करूची ସେମାନେ ଆସିକି ସାର୍ ମୋତେ ଏମିତି ଦୂର ପାଗଡ଼ କରିକି ମୋତେ ରେପ୍ କରିକି ସେଦିନ ମୋତେ ଧମକାଣି ଦେଖିଲେ କହିଲେ କି ତୁ ମଦ କାରବାର କରୁଛୁ ଏଠି ରେଣ୍ଡି ବ୍ୟବସାୟ କରୁଛୁ କହିଲେ କି ତୁ ଯଦି ଏ କଥା ଯଦି କାହାକୁ କହିବୁ ତ ସ୍ତ୍ରୀର ଝିଅ ବ୍ୟବସାୟ କରୁଛୁ ବୋଲି କହିକି ତାଙ୍କୁ ଉଠେଇଦେଲେ କାହାରି ବୁଦ୍ଧିରେ ପଡ଼ିକି ଥାନାରେ କହିବୁ ତାହେଲେ ତୋତେ ଜଙ୍ଗଲରୁ ମାରିଦେବ ସେମାନେ ସାର୍ ଆସିକି ରାତି 12ଟା 1 ବେଳେ ମୁଁ ଏକେଲା ଥିବା ଅବସ୍ଥାରେ ଦେଖିକି ମୋ ତାଟି ତ ଖୋଲା କରିନଥିଲି ମୁଁ କହିଲି ମୋ ସ୍ୱାମୀ ଯାଇଛନ୍ତି ଏବେ କହିକି ଯେ ସେମାନଙ୍କୁ ଛାଡ଼ିଦେବେ ବୋଲି ମୁଁ ତାଟି ଖୋଲା କରିକି ଶୋଇଥିଲି ସାର୍ ମୋ ସ୍ୱାମୀ ଆସିବେ ବୋଲି ଆଉ ସେମାନେ ଆସିକି ସାର୍ ମୋତେ ଏମିତି ଦୂର ପାଗଡ଼ କରିକି ମୋତେ ରେପ୍ କରିକି 4 ଜଣ ଜାଙ୍କିକି ରଖିଛନ୍ତି ଶୁକ୍ରବାର ଦିନ ଏମିତି ଗାଁ ବାଲା ସବୁ କମ୍ପ୍ଲେନ୍ ଦେଇଥିଲେ ତାପରେ ମୋ ସ୍ୱାମୀକି ଡକେଇଲେ ଯେ ତୋ ନାଁରେ କମ୍ପ୍ଲେନ୍ ଅଛି ଆଉ ତୁ ଥାନାକୁ ଆସିକି ଦେଖା କର ମୋ ସ୍ୱାମୀ ଗଲେ ତ ସ୍ୱାମୀ ଯାଇକି 4ଟା ବେଳେ ଦେଖା କଲେ ସେଠି ବଇଲେ ଥାନା ବାଲା କହିଲେ ଯେ ବସ୍ତା ଏଠି ଯେମାନେ କମ୍ପ୍ଲେନ୍ ଦେଇଛନ୍ତି ସେମାନେ ଆସୁନ୍ ତାପରେ କଥା ହେବେ ତ ମୋ ସ୍ୱାମୀ ବସି ବସି ସେଠି ସାର୍ 7:30 ବାଜେ ହେଇଗଲା ତ 7:30 ଭିତରେ ସେ ମୋ ସ୍ୱାମୀ ଘର ପହଞ୍ଚି ନାହାନ୍ତି ତ ଗାଁ ବାଲା ଆସିକି ତାଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀ ସବୁ ମୋତେ ଟାଣା ଘୁଷରା କରିକି ମୋ ଜିନିଷପତ୍ର ସବୁ ବୁଣି ଦେଇଛନ୍ତି ଆଉ ମୋତେ ମାରି ପିଟିକି ଘୁଷାରିକି ଘରୁ କାଢ଼ି ଦେଉଥିଲେ ଆହୁରି ସାର୍ ମୁଁ କାନ୍ଦିବାରୁ ମୋତେ ବେହୋସ କରିକି ଏଠି ଚାଲିଗଲେ ଘରୁ କାଢ଼ି ଦେଉଥିଲେ ମାନେ ତୁ ଏଠି ଧନ୍ଦା କରୁଛୁ କହୁଛନ୍ତି ତୁ ଏଠି ମଦ କାରବାର କରୁଛୁ ଆଉ ତୋତେ ଏଠି ରହିତେ ଦିଆ ହବନି ସେଇ ପାଇଁ ମୋତେ ମାରି ପିଟିକି ଆଉ ମୋତେ ଏମିତି ମୋ ଜିନିଷପତ୍ର ସବୁ ଭାଙ୍ଗି ଦେଇଛନ୍ତି ସେଠି ତାପରେ ସେମାନେ ପଳେଇଗଲେ ତାପରେ ପଳେଇଗଲା ପରେ ମୋ ସ୍ୱାମୀ ଆସିଲେ ଆସିଲା ପରେ ମୁଁ ବେହୋସ ହେଇକି ପଡ଼ିଥିଲି ସାର୍ ମୋ ସ୍ୱାମୀ ପାଣି ମାରିକି ମୋତେ ଡାକିଲେ କ'ଣ ହେଇଛି ମୁଁ କହିନି ଏମିତି ଘଟଣା ତୁମ ଗାଁର ଲୋକ ଏମିତି କରିଛନ୍ତି ଆଉ ତୁମେ ନଥିଲ ମୋ ସ୍ୱାମୀ ସାଙ୍ଗେ ସାଙ୍ଗେ ମୋତେ ହସ୍ପିଟାଲ ନେଇକି ଗଲେ ଏଠି ହସ୍ପିଟାଲରୁ ମୋତେ ଚିକିତ୍ସା ସେଠି କରିକି ସେଠୁ ଗୋଟେ ନେଖିକି ଥାନାକୁ ନେଇକି ଗଲେ ସେଦିନ ତ ସାର୍ ଚାଲିଗଲା ତାପରେ ପରଶୁ ଦିନ ସକାଳ ଶନିବାର ସିଏ ଶୋଇଥିଲେ ସେ ଗାଡ଼ିରୁ ଆସିକି ମଦ ଫଦ ଖାଆନ୍ତି ମୋ ସ୍ୱାମୀ ଆଉ ସେ ଶୋଇଥିଲେ ତାପରେ ସେମାନେ ଅବକାରୀ ବାଲାକୁ ଡାକିକି କହିଲେ ସିଏ ସେଠି ମଦ କାରବାର କରୁଛି ତାଙ୍କୁ ଉଠେଇ ଦେଇ ସାରିଲା ପରେ ସେମାନେ ତ ତାଙ୍କୁ ନେଇକି ଚାଲିଗଲେ ଆଉ ଏମାନେ ଆସିକି ମୋତେ ଫେର ମାରପିଟ କଲେ ମାରପିଟ କରିସାରିଲା ପରେ ଦିନ ସାରା ମାରିଲେ ତାଙ୍କ ସ୍ୱାମୀ ସ୍ତ୍ରୀ ସମସ୍ତେ ପିଟିଲେ ତାପରେ ରାତି 12ଟା ବେଳେ ସାର୍ ହଁ ଦିନ ସାରାର ଘଞ୍ଚ ଯାଉଛନ୍ତି ମୋତେ ମାରୁଛନ୍ତି କହୁଛନ୍ତି ତୁ ଏଠି ଏମିତି ସେମିତି କରୁଛୁ ରାଣ୍ଡି କରୁଛୁ ଭେସିଆ କରୁଛୁ ମୋତେ ଏମିତି କହିଲେ ଏଠି ଧନ୍ଦା କରୁଛୁ ବୋଲି ତାପରେ ତ ସେଇଦିନ ମୁଁ ମୋ ସ୍ୱାମୀକି କହିକି ନେଇଗଲେ ଅବକାରୀ ବାଲା ଯେ ମୁଁ ତୁମ ସ୍ୱାମୀକି ସନ୍ଧ୍ୟା ସୁଦ୍ଧା ଛାଡ଼ିଦେବି ତ ମୁଁ ସେମିତି ତାଟି ଖୋଲା କରିକି ସାର୍ ଶୋଇଛି ମୋ ସ୍ୱାମୀ ଆସିନେ ମୋତେ ଡାକିବ ସାର୍ ମୁଁ ତ ଶୋଇଛି ରାତି ସେଦିନ ତ ଆସିନାହାନ୍ତି ଆଉ ରାତି 12ଟା 1 ହେଇଗଲା ତ ମୁଁ ଶୋଇଛି ନା ଶୋଇବା ଅବସ୍ଥାରେ କିଏ କ'ଣ ଜାଣିପାରେ ନା କ'ଣ କୋଉଠି ଆସିଛି କିଏ ତ ସାର୍ ସେମାନେ ଆସିକି ମୋ ମୁହଁ ବନ୍ଦ କରିଦେଇଛନ୍ତି ମୁଁ ଯେମିତି ଉଠିଗନି ମୋ ମୁହଁ ଜାଙ୍କିକି କପଡ଼ାର ଏମିତି ଅପହରଣ କରିଛନ୍ତି ସାର୍ ଆଉ ମୁଁ ସେମାନଙ୍କୁ ମାନେ ପାରିନିନି ମୁଁ ସେତେ ହାତ ଯୋଡ଼ିନି ମୋତେ ଛାଡ଼ିଦିଅ ସମ୍ଭବ ଶୁଣିଲା ନାହିଁ ଜମା କହିଲା କି ତମ ମାନେ ଧର ମୁଁ ତାକୁ କରିବି ମୋ ନ୍ୟାୟ ପାଇଁ ମୁଁ ସାର୍ ଅଭିଯୋଗ କରୁଛି।